ଛେଳିକୁ ଗିଳିଦେଲା ଅଜଗର। ଖଲିକୋଟ ବ୍ଲକ ଶ୍ୟାମସୁନ୍ଦରପୁର ଗାଁ ନିକଟସ୍ଥ ଜଙ୍ଗଲରେ ଗୋଟିଏ ଛେଳିକୁ ଅଜଗର ଗିଳିଦେଇଥିବା ଦେଖିବାକୁ ମିଳିଛି। ଖଲିକୋଟ ଏନ୍ଏସି ଶ୍ୟାମସୁନ୍ଦରପୁର ଗାଁର ଆରତ ଦାସ ନାମକ ଜଣେ ଛେଳି ଚାଷୀ ନିଜ ଛେଳି ଗୋଠ ନେଇ ଗାଁ ନିକଟସ୍ଥ ପାହାଡ଼କୁ ଚରାଇବା ପାଇଁ ଯାଇଥିଲେ। ହେଲେ ଛେଳି ଗୋଠରେ ଗୋଟିଏ କମ୍ ଥିବାର ଜାଣି ସେ ଜଙ୍ଗଲରେ ଖୋଜାଖୋଜି କରିବାରୁ ଦେଖିଲେ ଗୋଟିଏ ଅଜଗର ସାପ ତାଙ୍କ ଛେଳିକୁ ଗିଳିଦେଇଛି। ଖବର ପାଇ ଖଲିକୋଟ ବନ କର୍ମଚାରୀ ଏବଂ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ଜଙ୍ଗଲରେ ପହଞ୍ଚି ଛେଳିକୁ ଗିଳିଥିବା ଅବସ୍ଥାରେ ଅଜଗରକୁ ଉଦ୍ଧାର କରିଥିଲେ। ଏସିଏଫ୍ ଦିବ୍ୟଶଙ୍କର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଉଦ୍ଧାର ଅଜଗରକୁ କଳାଖୋଲ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା। ତେବେ ଉଦ୍ଧାର ହୋଇଥିବା ସାପଟିର ଲମ୍ବ 8 ଫୁଟ ଥିବାବେଳେ ଓଜନ 50 କେଜି ହୋଇଥିବା ଜଣାପଡ଼ିଛି। ଖଲିକୋଟରୁ ସରୋଜ କୁମାର ପଟ୍ଟନାୟକଙ୍କ ରିପୋର୍ଟ, ସ୍ୱସ୍ତିକ ନ୍ୟୁଜ୍। ଆପଣମାନେ ଦେଖୁଛନ୍ତି ସ୍ୱସ୍ତିକ ଟିଭି।